ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟରେ ଲଜ୍ଜା। ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟରେ ଛୁଆ ଜନ୍ମ କଲେ ଜଣେ ଛାତ୍ରୀ। ଏଭଳି କିଛି ଅଭିଯୋଗ ଆସିଛି ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରୁ। ଆଜି ଥିଲା ଦଶମ ଶ୍ରେଣୀର ପରୀକ୍ଷା। ଦଶମ ଶ୍ରେଣୀ ଛାତ୍ରୀ ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ। ହେଲେ ସନ୍ଧ୍ୟା ସମୟରେ ସ୍କୁଲ ହଷ୍ଟେଲରୁ ଝିଅଙ୍କୁ ବାପାଙ୍କୁ ଫୋନ କରାଯାଇଥିଲା ଯେ ଝିଅ ହଷ୍ଟେଲରେ ନାହିଁ, ଯାହାଫଳରେ ସ୍କୁଲରେ ପହଞ୍ଚିଥିଲେ ବାପା ଏବଂ ମା। ହେଲେ ସ୍କୁଲରେ ପହଞ୍ଚିଲା ପରେ ଯାହା ଦେଖିଲେ ହତବାକ ହୋଇଗଲେ। ଝିଅ ଜଣକ ଏକ ସନ୍ତାନ ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ହେଲେ ସ୍କୁଲ ଚାରିକାନ୍ଥ ଭିତରେ ଏତେ ବଡ଼ ଘଟଣା କେମିତି ଘଟିଲା ତାହାକୁ ନେଇ ଏବେ ସବୁଆଡ଼େ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମସ୍ତ ଚିନ୍ତାରେ ଥିଲାବେଳେ ବାପା ମା ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀକୁ ଉଦ୍ଧାର କରିବା ସହିତ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ପାଇଁ ତଦନ୍ତ ବି ଆରମ୍ଭ କରିଛି। ହେଲେ ପ୍ରଧାନ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ୱାର୍ଡେନ୍ ଏବଂ ଏଏନ୍ଏମ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରିଛନ୍ତି। ମାଲକାନଗିରିରୁ ପ୍ରିୟ ପଣ୍ଡାଙ୍କ ରିପୋର୍ଟ। ଆଜି ସ୍କୁଲରେ ଅସୁବିଧା ତ ଆମେ କିଛି ଜାଣିନୁ, ଖାଲି ଫୋନ୍ କଲ୍ ଗୋଟେ ଆସିଥିଲା। ମୁଁ ଗାଉସାଲି ସ୍କୁଲର ମ୍ୟାଡ଼ାମ୍ କହୁଥିଲି, ତମେ ଦେବୀ ବାଙ୍କିଆର ବାପା କି ରାମଚନ୍ଦ୍ର ବାଙ୍କିଆ କି? ବୋଲା ହଁ ମ୍ୟାଡ଼ାମ୍, ମୁଁ ଦେବୀ ବାଙ୍କିଆର ବାପା ବୋଲି କହିବାରୁ ସେ କହିଲା ମୋତେ, ନାଇଁ ତୁମର ଝିଅ ଦୁଷୁ ନାହିଁ। କେତେବେଳଠୁ ଦୁଷୁ ନାହିଁ? ନାଇଁ ସନ୍ଧ୍ୟା 7ଟା 8ଟାରୁ ଦୁଷୁ ନାହିଁ। କ'ଣ ତୁମର ଘରେ ଯାଇଛି କି ବୋଲିକିରି କହିଲା। ନାଇଁ ମ୍ୟାଡ଼ାମ୍ ଆସିନାହିଁ। ନାଇଁ ଆମେ ଖୋଜୁଛୁ ପାଇନୁ ବୋଲାରୁ ସେମାନେ କହିଲା ନାଇଁ ତୁମେ ଆସ, ତୁମେ ଯେମିତି ହେଲେ ବି ଆସ ବୋଲିକିରି କହିଲାକୁ ଆମେ ଆଇଲୁ। ଗାଁର ଆଉ ମୋର ସହଯୋଗୀ ଭାଇମାନଙ୍କୁ ବି କେତେ ଜଣକୁ କହିଲି ଏମିତି ଏମିତି ଆମ ଝିଅ ଦୁଷୁ ନାହିଁ, ସ୍କୁଲରେ ଥିଲା, ଯିବା ଟିକେ ବୋଲାକୁ ଆଇଲୁ। ଆଇଲା ବେଳକୁ ଆମକୁ କହିଲେ ମ୍ୟାଡ଼ାମ୍ ମାନେ, ନାଇଁ ତୁମର ଝିଅ ଦିଶିଗଲା। କେଉଁଠି ଅଛି? ନାଇଁ ଛାତ ଉପରେ ଅଛି, ନାଇଁ ହେଇଠି ଅଛି। ଏମିତି ଗୋଟେ 2ଟା 3ଟା ଜାଗାରେ ବୁଲାଇଲା ପରେ ସେମାନେ ବି ଆମକୁ ଡାଇରେକ୍ଟଲି ଭିତରକୁ ନେଲେ ନାହିଁ। ଝିଅର ମାଆକୁ ନେଇକି ଗଲେ। ଗୋଟେ ସେଠି ରୁମ୍ ଗୋଟେ ଅଛି, ସେ ରୁମ୍ରେ ନାଇଁ ସେ ଡେଲିଭରି ହେଇଯାଇଛି ବୋଲିକିରି ଖାଲି ଦେଖାଇଲା ପରେ ମୋର ମାଇକିଣା ଆସିକିରି କହିଲା ନାଇଁ ଝିଅ ଡେଲିଭରି ହେଇଯାଇଛି। ହେଲେ ଡେଲିଭରି କେମିତି ହେଲା ଆମେ ତ କିଛି ଜାଣିନୁ କି ଘରେ ଆସିକରି ରହୁନି। ଆମେ ତ ଝିଅକୁ ଡାକବାକୁ ଆଇଲେ ବୋଲେ କେତେ ଆପ୍ଲିକେସନ୍ ଲେଖାଇ କରି ଆର୍ ସାଇନ୍ ଥାର୍ ସାଇନ୍ ହେଲା ପରେ ଯାଇକରି ଝିଅକୁ ଆମକୁ ହ୍ୟାଣ୍ଡଓଭର୍ କରୁଥିଲେ। ଆହୁରି ଝିଅକୁ ଯିଏ ଡାକବାକୁ ଆଇବେ ତାର ଫଟୋ ବି କାଢ଼ିକିରି ଝିଅକୁ ପଠାଉଥିଲେ। ହେଲେ ଆଜି ହଠାତ୍ ଏମିତି ଖବର କେମିତି କହିଲେ ବୋଲିକିରି ଆମେ ଏତିକି କହିଲୁ। ଏ ଯୋଉ ଘଟଣା ଘଟିଛି କାହାକୁ ଦାୟୀ ବୋଲି ମାନୁଛନ୍ତି? ଦାୟୀ ତ ଆମେ କାହାକୁ ଏବେ ସନ୍ଦେହ କରିନୁ। ସ୍କୁଲର ମ୍ୟାଡ଼ାମ୍ ମାନଙ୍କୁ ଆମେ ଦାୟୀ କରୁଛୁ, ସାର୍ମାନଙ୍କୁ ଦାୟୀ କରୁଛୁ। ଆମେ କାହାକୁ ଦାୟୀ କରିନୁ। ଯେତେବେଳେ ସେ ଯେଉଁ ଆସାମୀଟା ଯେତେ ଶୀଘ୍ର ପ୍ରଶାସନ ଖୋଜିକିରି ବାହାର କରିବେ ସେତେବେଳେ ଆମେ ଜାଣିପାରିବୁ ଯେ ନାଇଁ ଏ ଲୋକ ପାଇଁ ଏମିତି ହେଇଛି ବୋଲି କହିପାରିବୁ। ଏବେ ଆଜି ମୋ ଝିଅ ସିନା ଗୋଟେ ଝିଅ ଏମିତି ହେଲା, କାଲିକୁ ଆଉ ଗୋଟେ 2ଟା ଝିଅ ସେମିତି ହେବେ ନାହିଁ ବୋଲିକିରି କ'ଣ ଗ୍ୟାରେଣ୍ଟି ଅଛି କି? ଏବେ ସ୍କୁଲରେ ଗୋଟେ ଗାଉସାଲି ସ୍କୁଲରେ ଯଦି ଲେଡ଼ିଜ୍ ରହୁଛନ୍ତି, ସେଠି ଲେଡ଼ିଜ୍କୁ ଗାଇଡ଼ କରିବା ପାଇଁ ମ୍ୟାଡ଼ାମ୍ ମାନେ ରହୁଛନ୍ତି। ହେଲେ ସେମାନଙ୍କୁ ଯଦି ସେତେ ଗାଇଡ଼ କରବାର ନାହିଁ ବୋଲେ ସରକାରକୁ ଲେଖିକିରି ଦେଇ ଦିଅନ୍ତୁ, ତାଙ୍କର ଚାକିରି ଛାଡ଼ି ଦିଅନ୍ତୁ। ଯଦି ସତରେ ସରକାର ଯଦି ହେଇଥିବ ସ୍କୁଲରେ ଏମିତି ଘଟଣା ହେଇଛି ବୋଲେ ସେମାନେ ଜାଣିଛନ୍ତି, ଜାଣିବେ ଯଦି ବୋଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉ। ଠିକ୍।